ଆପଣ ମାନେ ଖରା ଦିନେ ଗୋଟେ ଶବ୍ଦ ଶୁଣିଥିବେ। ସେ ଶବ୍ଦ ହେଉଛି ପାୱାର କଟ୍। এই ପାୱାର କଟ୍ ଶବ୍ଦଟି ଗାଁ ଗହଳି ଲୋକମାନଙ୍କୁ ବହୁତ କଷ୍ଟ ଦିଏ। କିନ୍ତୁ ସେତେବେଳର ପାୱାର କଟ୍ ଆଉ ଏବେର ପାୱାର କଟ୍ ଭିତରେ ବହୁତ ଫରକ। ସେତେବେଳେ ଯେତେବେଳେ ଗାଁ ମାନଙ୍କରେ ପାୱାର କଟ୍ ହେଉଥିଲା ସନ୍ଧ୍ୟାବେଳେ କି ରାତିରେ, ସେତେବେଳେ ଗାଁରେ ଲୋକମାନେ ନିଜ ଘର ଭିତରୁ ବାହାରି ଦାଣ୍ଡରେ ଯାଇ ବସୁଥିଲେ। ଦାଣ୍ଡରେ ସାଇ ପଡ଼ିଶା ସମସ୍ତେ ଗପସପ କରୁଥିଲେ, ମଜାମସ୍ତି କରୁଥିଲେ। କେହି କେହି ତ ରାତି ସାରା ବି ଦାଣ୍ଡରେ ଖଟୁଲି ପକେଇକି ଶୋଇଯାଉଥିଲେ। ଆଉ ଛୋଟ ପିଲାଙ୍କର ତ ପାୱାର କଟ୍ ସନ୍ଧ୍ୟାବେଳେ ହେଲେ ବହୁତ ବଢ଼ିଆ। ଯେଉଁମାନେ କି ଘରୁ ବାହାରି ପାରୁନଥିଲେ, ସନ୍ଧ୍ୟା ପରେ ସେମାନେ ଯାଇ ସନ୍ଧ୍ୟା ପରେ ସାଙ୍ଗମାନଙ୍କ ସହିତ ବୁଲୁଥିଲେ। ସେତେବେଳେ ପାୱାର କଟ୍ ସିନା କଷ୍ଟଦାୟକ ଥିଲା, କିନ୍ତୁ ସମସ୍ତଙ୍କ ସହିତ ଆମକୁ ମିଶିବାକୁ ଗୋଟେ ମୌକା ଦେଉଥିଲା। କିନ୍ତୁ ଆଜିକାଲି ଇଣ୍ଟରନେଟ୍ ଯୁଗରେ ପାୱାର କଟ୍ କାହା ପାଇଁ ଆଉ କଷ୍ଟଦାୟକ ହେଇନାହିଁ। ସମସ୍ତଙ୍କ ଘରେ ଇନଭର୍ଟର ହେଇଗଲାଣି। ଆଉ କାହାକୁ ଘରୁ ବାହାରକୁ ଯିବାକୁ ପଡ଼ୁନି। ପାୱାର କଟ୍ ହେଲେ ସମସ୍ତେ ନିଜ ନିଜ ଘରେ ଇନଭର୍ଟର ଲାଇଟ୍ ଆଉ ଫ୍ୟାନ୍ରେ ଚଳି ଯାଉଛନ୍ତି। କିନ୍ତୁ ଏଇ ଇଣ୍ଟରନେଟ୍ ଆଉ ଆଧୁନିକତା ସହିତ ସିନା ଆମେ ତାଳ ଦେଇ ଚାଲୁଛେ, କିନ୍ତୁ ଆମେ ସମ୍ପର୍କଠୁ ଦୂରେଇ ଯାଇନେ। ଆପଣମାନଙ୍କୁ କ'ଣ ଲାଗୁଛି?